ନମସ୍କାର। ରଥଯାତ୍ରା ପରିପ୍ରେକ୍ଷୀରେ ମାଉସୀ ମନ୍ଦିରରୁ ମହାପ୍ରଭୁଙ୍କର ପୋଡ଼ପିଠା ଖାଇବା ରୀତି ଏକ ଦୁର୍ଲଭ ରୀତି। ସେଇ ପୋଡ଼ପିଠା ଖାଇବା ବିଷୟକୁ ଚିନ୍ତନ କରି ମୋର ଆଜି ଗୋଟିଏ କବିତା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। କବିତାଟିର ଶୀର୍ଷକ ହେଉଛି କାଳିଆ ଯାଉଛି ମାଉସୀ ଘର। ଶୁଣିବା କବିତାଟି। କାଳିଆ ଯାଉଛି ମାଉସୀ ଘର। ରତନ ବେଦୀର ପ୍ରୀତିର ପତର ମାଉସୀ ମା ଘରେ ଆସି ଯାଇଛି। କାଳିଆ ଆସୁଛି ମାଉସୀ ଘରକୁ, ପୋଡ଼ ପିଠା ଦ୍ରବ୍ୟ ଯୋଗାଡୁଅଛି। ସୁସ୍ଥ ହୋଇ ଜଗା ନବ ଯୌବନରେ ଇତିର ତର ମାଖି ହୋଇଛି। ନନ୍ଦୀ ଘୋଷବୁକୁ ପ୍ରସାରି ରଖିଛି। ସିଂହ ଦ୍ୱାର ସତେ ଲୁହ ଢାଳୁଛି। ଅବକାଶ ନୀତି ହେଲାଣି ପ୍ରତୀତି, ମଙ୍ଗଳ ଆଳତି ଗୀତ ଶୁଭୁଛି। ଗୋଟି ପହଣ୍ଡିରେ 22 ପାହାଚେ, ଆହା କି ସୁନ୍ଦର ଶୋଭା ଦିଶୁଛି। ଆବଶ ମୋହନେ ତାହିଆ ହଲାଇ, ଭକ୍ତ ଗହଣରେ ଭାବ ପିଉଛି। ଛେରା ପହଁରାରେ ନୃପତିଙ୍କ ଭାବ, ଶ୍ରଦ୍ଧାର ପୁରୋଧା ଝାଡୁ ଧରିଛି। ଚନ୍ଦନ କର୍ପୂର ଅଗୁରୁବାସରେ, ରଥ ପଥ ଯେ ବିଭୋର ହେଉଛି। ମୁଗ୍ଧ ଆଳତିରେ ଦଗ୍ଧ ମନ ତଳେ, ଭଗତିର ଦୀପ ଜଳି ଯାଉଛି। ମାଉସୀ ମାର ପୋଡ଼ ପିଠା ବାସ, ସତେକି ଜଗାକୁ ଟାଣି ନେଉଛି। ପ୍ରୀତିର ପ୍ରତୀକ୍ଷା ନୈବେଦ୍ୟକୁ ଧରି, ମାଉସୀ ସତେକି ଚାହିଁ ରହିଛି। ଖବର ଦେଇଛି ନବର ପାଶରୁ, ଭଗତଙ୍କ ଭିଡ଼ ଜମି ଯାଇଛି। ରତନ ବେଦୀରୁ ଓହ୍ଲାଇଛି ଜଗା, ମର୍ତ୍ତ୍ୟପୁର ଗୋପ ପୁର ହୋଇଛି। ବାଟେ ଘାଟେ କେତେ ଭାବର ହିଲୋଳ, ଜଗାର ଆଖିରେ ପୁଲକ ଭରା। ପୋଡ଼ ପିଠା ବାସ୍ନା ମନେ ବଢେ ତୃଷ୍ଣା, ଭଗତଙ୍କ ପ୍ରୀତି କରେ ଅଧୀରା। ଶରଧା ବାଲିରେ ଶ୍ରଦ୍ଧା ସାଉଁଟୁଛି, ଭବ ବାରିଧିରୁ ସାଉଁଟେ ଭାବ। ଭକ୍ତି ଭାବନାର ଊର୍ଜା ବିକିରଣେ, ମନ ହୋଇଯାଏ ସତେ ଅପୂର୍ବ। ମାଉସୀ ସତେକି ବ୍ୟସ୍ତ ହେଉଛନ୍ତି, ବାଙ୍କ ଚାହାଣୀରେ ସତେ ପରଖେ। ରଥ କକ୍ଷେ ଭାବେ ଭଗତଙ୍କ କଥା, କିଏ ଅବାକୁଭ କାହିଁ ଅଟକେ। ସ୍ନେହ ମମତାର ଶସ୍ତ୍ର ଭିଜିବ, ଗୁଣ୍ଡିଚା ମାତାଙ୍କ ବେଦୀରେ ଯାଇ। ମାଉସୀ ହାତରୁ ପୋଡ଼ ପିଠା ଖାଇ, ତୃପ୍ତି ସାଉଁଟିବ କଳା ଗୋସାଇଁ। ରତ୍ନ ବେଦୀ ଠାରୁ মেলানি মাগিছে পোড়ো পিঠা পাই
ପାଦ କାଢିଛି ଘର ଘର ନାଦରେ ରଥରେ ପଥରେ ଭଗତଙ୍କ ବାପ ଧୋଇ ଦେଉଛି ରତ୍ନ ରତନ ବେଦୀରୁ ଜନ୍ମ ବେଦୀ ଯାଏ ପଥ ପ୍ରାନ୍ତ ସତେ ମମତାମୟ ଧନ୍ୟ କଳା ଦିଅ ଧନ୍ୟ ତୋର ରୀତି ଧନ୍ୟ କଳା ଦିଅ ଧନ୍ୟ ତୋର ରୀତି ଧନ୍ୟ ତୋର ପ୍ରେମ ଅଟେ ଅକ୍ଷୟ ସାରା ବରଷର ପ୍ରତୀକ୍ଷାର ଅନ୍ତ ରଥ ରଥ ଜନ୍ମ ବେଦୀ ଆସୁଛି ମାଉସୀ ମା ଯେ ପ୍ରେମ ଯୋଗେ ମଗ୍ନା ପୋଡ଼ ପିଠା ନେଇ ଚାହିଁ ରହିଛି ସାରା ବରଷର ପ୍ରତୀକ୍ଷାର ଅନ୍ତ ରଥ ପଥ ଜନ୍ମ ବେଦୀ ଆସୁଛି ମାଉସୀ ମା ଯେ ପ୍ରେମ ଯୋଗେ ମଗ୍ନା ପୋଡ଼ ପିଠା ନେଇ ଚାହିଁ ରହିଛି ପୋଡ଼ ପିଠା ନେଇ ଚାହିଁ ରହିଛି। ନମସ୍କାର, ଜୟ ଜୟ।